ଆଜ୍ଞା କାଠପଲା ଭିତରେ ଭାଲୁ ଭୟରେ ଅଛନ୍ତି ପରିବାର। ଏଭଳି ଏକ ଘଟଣା ଘଟିଛି ନୀଳଗିରି ବ୍ଲକ ଅନ୍ତର୍ଗତ ମଇସାପଟା ପଞ୍ଚାୟତ ପାଟଣା ଗାଁର ନେତ୍ରାନନ୍ଦ ବେହେରାଙ୍କ କାଠପଲା ଭିତରେ ପଶି ଯାଇଛି ଭାଲୁ। ଆଜ୍ଞା ନେତ୍ରାନନ୍ଦ ବାବୁ ସକାଳୁ ଉଠି ପାର୍କ ଆସି ହଠାତ୍ କାଠପଲା ଭିତରୁ ଶହ ଶହ ଶବ୍ଦ ଶୁଣିଛନ୍ତି। ଭୟଭୀତ ହୋଇ ଏକ ଭାଲୁ ଶୋଇଥିବାର ଦେଖିବାକୁ ପାଇଥିଲେ। ଭାଲୁଟି କୁଆଡ଼େ ନ ଯାଇ ଧୀର ସ୍ଥିର ହୋଇ ଶୋଇଥିବାର ଦେଖିବାକୁ ମିଳିଛି। ତେବେ ଭାଲୁଟି ଯାହା ଜଣାପଡ଼ୁଛି ଅସୁସ୍ଥ ଅଛି, ତେଣୁ ସେ ଚୁପଚାପ ଏ ମଣିଷର ଘରେ ଆଶ୍ରୟ ନେଇଛି। ଏହି ଖବରରେ ଗାଁରେ ପ୍ରଚାରିତ ହେବା ପରେ ଭାଲୁଟିକୁ ଦେଖିବା ପାଇଁ ସବୁ ଗାଁ ଲୋକ ଗୋଟେ ଜାଗାରେ ରୁହନ୍ତି। ସେ ହେଉଛି ସେ କାଠପଲା। ଭାଲୁକୁ କିଛି ସ୍ଥାନରୁ ବାହାର କରିକି ଜଙ୍ଗଲକୁ ଘୋଡ଼ାଇବା ପାଇଁ ଚେଷ୍ଟା କରିବାର ବିଫଳ ବନ ବିଭାଗ। ଭାଲୁର ମନ କଥା ବୁଝିବ କି? ଭାଲୁର ଭାଷାକୁ ବା ବୁଝିଛି କି? ତା ଦେହ ସୁସ୍ଥ ଅଛି କି ଅସୁସ୍ଥ ଅଛି? ସେ କାହିଁକି ଜଙ୍ଗଲକୁ ଯିବାକୁ ଚାହୁଁନାହିଁ? କାହିଁକି ସେ ଗୋଟେ ଘର ଆଶ୍ରୟ ନେଇଛି? ଲଗାତାର ଭାବେ 3 ଦିନ ଧରି ଉକ୍ତ ଗ୍ରାମକୁ ପଶୁଥିବାରୁ ଗ୍ରାମ ଲୋକମାନେ ଆତଙ୍କିତ ଭାବେ ରହୁଥିବା ଦେଖାଯାଉଛି। ଜଙ୍ଗଲର ଖାଦ୍ୟ ଅଭାବ ଯୋଗୁଁ ବନ୍ୟଜନ୍ତୁମାନେ ଗାଁ ମୁହାଁ ହେଉଛନ୍ତି କି ତାଙ୍କ ଦେହ ଅସୁସ୍ଥ ହେଉଛି ଜାଣିବା ଅଛି କଷ୍ଟକର। ନୀଳଗିରିରୁ ମନୋଜ ମହାନ୍ତିଙ୍କ ରିପୋର୍ଟ, ଜନତା ଏକ୍ସପ୍ରେସ୍।